2025-26 যাত্রা বর্ষরে দুইটি অনুষ্ঠাନରେ যোগ দেবে কি পিयूष গোটিए দিনরে দুইটি নাটকরে পিयूष অভিনয় করিবা নেই ঘোষণা কলে দুইটি যাত্রা অনুষ্ঠান প্রকৃতরে পিयूष কাহার আসন্তু এ বিষয়ে আউ থরে আলোচনা করিবা। জয় জগন্নাথ নমস্কার টিকিয়ে কথার এই স্বতন্ত্র উপস্থাপনাকু আপন মানকু স্বাগত। এই নিকটরে দুইটি যাত্রা অনুষ্ঠান যাত্রা রানী সিংহবাহিনী আউ অপেরা সূর্য মন্দির তরফর আগামী যাত্রা বর্ষ 2025-26 বর্ষ পাই দুইটি নাটকর নাম ঘোষণা করা যাইছি। যাত্রা রানী সিংহবাহিনীর নাটক ভোলাশঙ্কর আউ অপেরা সূর্য মন্দিরর নাটক প্রিয়া প্রীতি প্রিয়তমা। আউ ସବୁଠାରୁ বড় কথা হলা এই দুইটি নাটকরে অভিনয় করছন্তি জলিউডর বেড বয় পিयूष त्रिपाठी। ଯାହାକୁ ନେଇ ପୁଣି ଥରେ ଯାତ୍ରା କମିଟି ଆଉ ଯାତ୍ରା ଦର୍ଶକ ମହଲରେ ଚର୍ଚ୍ଚା। ଗୋଟିଏ ପିयूष କେମିତି ଦୁଇ ଗୋଟି ଯାତ୍ରା ଅନୁଷ୍ଠାନରେ ଅଭିନୟ କରିବେ। ଏଇ 24 ମାର୍ଚ୍ଚରେ ଯାତ୍ରା ରାଣୀ ସିଂହବାହିନୀ ତାର ଷ୍ଟାରକାଷ୍ଟରେ ପିयूष त्रिपाठीଙ୍କ ନାମ ଘୋଷଣା କରିଥିବା ବେଳେ 26 ମାର୍ଚ୍ଚରେ ଅପେରା ସୂର୍ଯ୍ୟ ମନ୍ଦିର ମଧ୍ୟ ତାର ଷ୍ଟାରକାଷ୍ଟରେ ପିयूष त्रिपाठୀଙ୍କ ନାମ ଘୋଷଣା କରିଛି। ପିयूषଙ୍କୁ ନେଇ ବିବାଦ କିଛି ଦିନ ଧରି ଥମିଥିବା ବେଳେ ଏଇ ଦୁଇ ଗୋଟି ଯାତ୍ରା ଅନୁଷ୍ଠାନର ଷ୍ଟାରକାଷ୍ଟ ଆଉ ନାଟକର ନାମ ଘୋଷଣା ହେବା ବେଳେ ଚର୍ଚ୍ଚା ଜୋର ଧରିଛି। କିଏ କହୁଛି ପିयूष ଦିନରେ ଗୋଟିଏ ଯାତ୍ରା ଅନୁଷ୍ଠାନରେ କାମ କରିବେ ଆଉ ରାତିରେ ଆଉ ଗୋଟିଏ ଅନୁଷ୍ଠାନରେ କାମ କରିବେ। ପୁଣି କିଛି କହୁଛନ୍ତି ବୋଧହୁଏ ପିयूषଙ୍କର କେହି ଜାଆଁଳା ଭାଇ ଅଛନ୍ତି। କିନ୍ତୁ ସମସ୍ତଙ୍କର ଅପେକ୍ଷା 2025-26 ବର୍ଷର ଆଖଡ଼ା ଆରମ୍ଭ ସମୟକୁ। ପ୍ରକୃତରେ ପିयूष 2025-26ରେ ଯାତ୍ରା ରାଣୀ ସିଂହବାହିନୀର ଆଖଡ଼ାଶାଳ ନା ଅପେରା ସୂର୍ଯ୍ୟ ମନ୍ଦିରର ଆଖଡ଼ାଶାଳରେ ଯୋଗ ଦେବେ। ପୂର୍ବରୁ ସୋସିଆଲ ମିଡ଼ିଆରେ ପିयूष त्रिपाठी ଅପେରା ସୂର୍ଯ୍ୟ ମନ୍ଦିରରେ କାର୍ଯ୍ୟ କରିବେ ବୋଲି ଘୋଷଣା କରିଥିଲେ। ପୁଣି ଏକ ନିର୍ଦ୍ଦିଷ୍ଟ ନ୍ୟୁଜ୍ ଚ୍ୟାନେଲରେ ଆଗାମୀ ଯାତ୍ରା ବର୍ଷ ଯାତ୍ରା ରାଣୀ ସିଂହବାହିନୀ ସହିତ ରହିବେ ବୋଲି ଘୋଷଣା କରିଥିଲେ। ବର୍ତ୍ତମାନ ଏହି ଦୁଇ ଗୋଟି ଯାତ୍ରା ଅନୁଷ୍ଠାନର ନାଟକ ନାମ ଆଉ ଷ୍ଟାରକାଷ୍ଟ ଘୋଷଣା ପରେ ପିयूष त्रिपाठी କିଛି ମନ୍ତବ୍ୟ ରଖିନାହାନ୍ତି। ଏପଟେ ପିयूଷ ଗୋଟିଏ ଅନୁଷ୍ଠାନରେ 2 ବର୍ଷ ପାଇଁ ଏଗ୍ରିମେଣ୍ଟ କରି 2 ବର୍ଷ ପରେ ଆଉ ଗୋଟିଏ ଅନୁଷ୍ଠାନରେ ଏଗ୍ରିମେଣ୍ଟ କରିଥିବା ବେଳେ ଦୁଇଟି ଅନୁଷ୍ଠାନର ଷ୍ଟାରକାଷ୍ଟ ଆଉ ନୂଆ ନାଟକକୁ ନେଇ ଦର୍ଶକମାନଙ୍କର ମତ କ'ଣ ରହିବ। ପ୍ରକୃତରେ ଏଠାରେ ଅସୁବିଧା କ'ଣ ରହୁଛି। ଦୁଇ ଅନୁଷ୍ଠାନର ପ୍ରଯୋଜକ ନିଜ ଭିତରେ ବୁଝାମଣା ନ ରଖି କେମିତି ସୋସିଆଲ ମିଡ଼ିଆରେ ନିଜର ଷ୍ଟାରକାଷ୍ଟ ଆଉ ନାଟକ ଘୋଷଣା କରୁଛନ୍ତି। ଏ ନେଇ ଚିନ୍ତାରେ ଯାତ୍ରା ଜଗତ ଆଉ ଯାତ୍ରା କମିଟି। ଏପଟେ ଦୁଇ ଯାତ୍ରା ଅନୁଷ୍ଠାନର ମାଲିକଙ୍କର ମନ୍ତବ୍ୟ ଆଗାମୀ ଯାତ୍ରା ବର୍ଷ ପିयूष ଆମ ଅନୁଷ୍ଠାନରେ କାର୍ଯ୍ୟ କରିବେ। ପ୍ରକୃତରେ ଏ ଘଟଣାର ଅନ୍ତ କେବେ ଘଟିବ ଆଉ ସବୁକିଛି ଜଣାପଡ଼ିବ ଆଗାମୀ ଯାତ୍ରା ବର୍ଷ ଆଖଡ଼ାଶାଳରେ। ଏଇ ଦୁଇ ଗୋଟି ଯାତ୍ରା ଅନୁଷ୍ଠାନର ଷ୍ଟାରକାଷ୍ଟ ଆଉ ନାଟକ ଘୋଷଣା ପରେ ଆପଣମାନଙ୍କର ମତ କ'ଣ ରହିବ। ପିयूष त्रिपाठी କେଉଁ ଯାତ୍ରା ଅନୁଷ୍ଠାନରେ ଯୋଗ ଦେବା ଆପଣମାନଙ୍କର ସୁଚିନ୍ତିତ ମତାମତ କମେଣ୍ଟ ବକ୍ସରେ ଜଣାଇବେ। ଆମେ ମଧ୍ୟ ଚାହୁଁଛୁ ପିयूष ଯେଉଁ ଯାତ୍ରା ଅନୁଷ୍ଠାନକୁ ଯାଆନ୍ତୁ ଧୈର୍ଯ୍ୟ ଆଉ ନିଷ୍ଠାର ସହିତ କାର୍ଯ୍ୟ କରନ୍ତୁ ଆଉ ସମ୍ପୂର୍ଣ୍ଣ କେଉଁ ଅନୁଷ୍ଠାନକୁ କାର୍ଯ୍ୟ କରିବେ ନିର୍ଦ୍ଦିଷ୍ଟ ଭାବରେ ପରିପ୍ରକାଶ କରନ୍ତୁ। ଆପଣଙ୍କ ମତାମତ ଅପେକ୍ଷାରେ ପୁଣି ଦେଖା ହେବ ଆଉ ଏକ ସ୍ୱତନ୍ତ୍ର ଅଧ୍ୟାୟରେ। ରହୁଛି ନମସ୍କାର ଜୟ ଜଗନ୍ନାଥ।